ପରୀକ୍ଷାର ଫଳାଫଳରେ ଜୀବନର ସଫଳତାକୁ ନ ମାପି ଜ୍ଞାନ ଆହରଣ କରିବାର ମାର୍ଗକୁ ବାଛିବା ଉଚିତ। ତେଣୁ ପରୀକ୍ଷା ପାଇଁ ବିଚଳିତ ନ ହେଇକରି ପ୍ରକୃତ ଜ୍ଞାନ ଆହରଣ କରିବା ଆଉ କର୍ମ କରିଚାଲିବା, ସେଇଟା ହିଁ ଆମର ମାପଦଣ୍ଡ ହେବା କଥା। ଆଉ ସେ ମାର୍ଗରେ ମଧ୍ୟ ଆମର ସମସ୍ତ ଶିକ୍ଷକମାନେ ଆପଣମାନେ ସେଇ ରାସ୍ତାରେ ଆମ ପିଲାମାନଙ୍କୁ ନେଲେ ମୁଁ ଭାବୁଛି ନିଶ୍ଚିତ ଭାବରେ ଭଲ ହୋଇପାରିବ। ପରୀକ୍ଷା ବହୁତ ପାଖେଇ ଆସିଲାଣି ଏବଂ ତୁମେ ସମସ୍ତେ ନିଜ ନିଜର ପରିଶ୍ରମ ଏମିତି ଭାବରେ ରଖ ଯେମିତି ରେଜଲ୍ଟ ଭଲ ହେବ, କିନ୍ତୁ ଚାପରେ ନୁହଁ, ପ୍ରେସରରେ ନୁହଁ, ଷ୍ଟ୍ରେସ୍ରେ ନୁହଁ। କଷ୍ଟ କଲେ ନିଶ୍ଚିତ ଭାବରେ କୃଷ୍ଣ ମିଳନ୍ତି, ଅର୍ଥାତ୍ କଷ୍ଟ କଲେ ନିଶ୍ଚିତ ଭାବରେ ପରିଶ୍ରମର ରେଜଲ୍ଟ ଭଗବାନ ଦେବେ। ଏଣୁ ସେଥିରେ ତୁମେ କେତେବେଳେ ବି ତୁମର ଯେ ମୋ ରେଜଲ୍ଟ କ'ଣ ହେବ, କ'ଣ କରିବି, କେମିତି ପାଠ ପଢ଼ିବି, ଇଏ ସବୁ ବହୁତ ଟେନସନ୍ ନ ନେଇକରି ଯେତିକି ସମୟ ଭିତରେ ଯାହା ବି ଶିକ୍ଷକ ଆମକୁ ଟାସ୍କ ଦେଇଛନ୍ତି, ଦାୟିତ୍ୱ ଦେଇଛନ୍ତି, ପାଠ ପଢ଼ିବା କେମିତି ମୁଁ ଭଲ ଜ୍ଞାନ ଆହରଣ କରିପାରିବି, ତାକୁ ଆଧାର କରିକରି ବହୁତ ଭଲ ବିନା ଚାପମୁକ୍ତ ହୋଇକରି ଯଦି ଆମେ ପାଠ ପଢ଼ିବା ତାହେଲେ ଭଲ ମଣିଷ ହୋଇପାରିବା।